ଯଦି କୌଣସି ଝିଅ ଭୁବନେଶ୍ୱରରେ ଏକୁଟିଆ ଘର ଭଡ଼ା ନେଇକି ରହୁଛନ୍ତି ତାହେଲେ ହୁସିଆର, ଆପଣ ବି ଘର ମାଲିକର ନିର୍ଯାତନାରେ ଶିକାର ହେଇପାରନ୍ତି। ଏମିତି ଗୋଟେ ଭିଜୁଆଲ ମୋ ହାତରେ ଲାଗିଛି, ଆପଣମାନଙ୍କୁ ନିଶ୍ଚିନ୍ତ ଦେଖେଇବି। ଘର ମାଲିକ ଆଉ ମାଲିକାଣୀ ଅସହାୟ ମହିଳାକୁ କହୁଛନ୍ତି ତମେ ଦେହ ବ୍ୟବସାୟ କର, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ। ମୋ ସ୍ୱାମୀ କମ୍ ଟଙ୍କା ପାଇ ଆମେ ତିନିଟା ପ୍ଲଟ୍ ରଖିଛୁ, ଆଉ 3 ମହଲା ବିଲ୍ଡିଂ ରଖିଛୁ। ତୁ ଏମିତି ବହୁତ ଲୋକ ଏମିତି ଧନ୍ଦା କରୁଛନ୍ତି, ତୁ ବି ଦେହ ବ୍ୟବସାୟ କର ଆଉ ପୁଳା ପୁଳା ଟଙ୍କା ରୋଜଗାର କର, ଆରାମସେ ଚଳିବୁ। ଏ କଥା ଜଣକ ଘରେ ଭଡ଼ା ନେଇକି ରହୁଥିଲେ। ବାଥରୁମ୍ ଭିତରେ ଗାଧେଇଲା ବେଳେ ତାଙ୍କ କବାଟ ଠକ୍ ଠକ୍ ହେଲା, ଆଉ କବାଟ ଖୋଲା କ୍ଷଣି ଘର ମାଲିକ ଆଉ ତାଙ୍କ ସହିତ ଜଣେ ଜବରଦସ୍ତ ମହିଳା ସାଙ୍ଗରେ ଖରାପ କାମ କରିଥିଲେ। ଆଉ ତାଙ୍କ ପୁଅ ସେତେବେଳେ ଆସି ତାଙ୍କର ଯୋଉ ସେ ମହିଳାଙ୍କର 9 ବର୍ଷ ପୁଅ ଆସି ପାଟି ଶୁଣି ଆସିଲା ପରେ ସେ ତାକୁ ଠେଲି ଦେଇକି ଘର ଭିତରେ ପଶି ଯାଇଥିଲେ। ସେ ମହିଳା କଣ କହୁଛନ୍ତି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବେ ତାହେଲେ ଜାଣିପାରିବେ। ଚାଲନ୍ତୁ ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ହାଇ ହ୍ୟାଲୋ ନମସ୍କାର, ମୁଁ ରାଜେନ୍ଦ୍ର, ଆପଣମାନଙ୍କୁ ମୋର ଆଉ ଗୋଟେ ଭିଡ଼ିଓ ସ୍ୱାଗତ। ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଆମର ଜଣେ ଘର ମାଲିକ ଉପରେ। ସେ ମହିଳା ଜଣକୁ ଆମେ ପଚାରିବା ମହିଳା ଜଣକ କଣ କଣ କହୁଛନ୍ତି। ଦିଦି, ଘର ମାଲିକ ନା କଣ? ସାଧୁ ଦାସ ଜି ସେ କଣ କିଏ ଆସିଲେ ଆପଣଙ୍କର କଣ ହେବେ? ସେ ଘର ମାଲିକ। ଆପଣ ଯୋଉ ଘରେ ରହୁଛନ୍ତି ଆଜ୍ଞା ଆଜ୍ଞା। ଆଉ ତାଙ୍କ ସ୍ତ୍ରୀଙ୍କ ନାଁ କଣ? ଆରତୀ ଦାସ ଯେ ତାଙ୍କ ସ୍ତ୍ରୀ। ତମେ କୋଉଠୁ ଥିଲେ ସେ ତମକୁ ଜୋର ଜବରଦସ୍ତ କଲେ? ସକାଳ 9ଟା ବେଳେ ମୁଁ ବାଥରୁମରେ ଗାଧଉଥିଲି, ସେତେବେଳେ କିଏ ଜଣେ କବାଟ ବାଡେଇଲେ। ସେଠୁ ମୁଁ ତାଙ୍କୁ ପଚାରିଲି କିଏ ବୋଲି, ସେପଟୁ କିଛି ଆଉ ଆନ୍ସର ଆସିଲାନି। ତାପରେ କିଛି ସମୟ ପରେ ପୁଣି ଥରେ ସେମାନେ ବାଡେଇ ଚାଲିଲେ। ବାରମ୍ବାର ବାଡେଇଲେ। ମୁଁ ଟାୱେଲଟା ନେଇଥିଲି ବାଥରୁମକୁ, ଟାୱେଲଟା ଭିଡ଼ି ଦେଇକି ଲକଟା ଖୋଲି ଦେଇକି କବାଟ ଫାଙ୍କରେ ଦେଖିବାକୁ ଚାହୁଁଥିଲି ଯେ କିଏ ବୋଲି। ସେଥିରେ ଭିତରେ ଜୋର ଜବରଦସ୍ତ କବାଟକୁ ପେଲି ଦେଇକି 2 ଜଣ ପଶି ଆସିଲେ। ସେଥିରେ ଥିଲେ ସାଧୁ ଦାସ ଆଉ ଗୋଟେ ଲୋକ, ମୁଁ ତାଙ୍କୁ ଜାଣିନି। ସାଧୁ ଦାସ ପଛପଟୁ କୁଣ୍ଡେଇକି ଦେଲେ, ଆଉ ଗୋଟେ ଲୋକ ଆଗପଟୁ। ମୁଁ ପ୍ରାଇଭେଟ ପାର୍ଟରେ ମନ ଇଚ୍ଛା ଆସିଲା। ତାଙ୍କ ସ୍ତ୍ରୀ ତମକୁ କଣ କହୁଛନ୍ତି? ତାଙ୍କ ସ୍ତ୍ରୀ ମତେ ଆଗରୁ ବହୁତ ଥର କହିଛନ୍ତି ଭୁବନେଶ୍ୱର ଏକୁଟିଆ ରହୁଛୁ, ତୋର ତ ସ୍ୱାମୀ ନାହାନ୍ତି, ମୋ ସ୍ୱାମୀ ଡିଭୋର୍ସ ମତେ ଛାଡିକି ପଳେଇଛନ୍ତି, ଏକୁଟିଆ ପୁଅ ନେଇକି ରହୁଛୁ। ତୁ ଦେଖୁନୁ ମୋ ସ୍ୱାମୀ କଣ କରୁଛି, ପ୍ଲମ୍ବର କାମ କରିକି 5,000 ଟଙ୍କା ରୋଜଗାର କରିକି ଆମେ ପ୍ଲଟ୍ କିଣିକି 3 ତାଲା ବିଲ୍ଡିଂ କରିଛୁ, 3-4ଟା ପ୍ଲଟ୍ କିଣିଛୁ। ସେ ଆରତୀ ଦାସ କୁହନ୍ତି ଯେ ଆମ ସାମ୍ନାରେ ଗୋଟେ ଲେଡି ଯେମିତି କାମ କରୁଛନ୍ତି ବୋଲି ସେ 2-3ଟା ପ୍ଲଟ୍ କିଣିଛନ୍ତି, ତୋର କିଛି ଅସୁବିଧା ହବନି ଆଗରୁ କୁହନ୍ତି। ଓହୋ, ତୁ ଧନ୍ଦା କର, ମୋ ସ୍ୱାମୀ ଏତିକି ଟଙ୍କା ପାଉଛି କିନ୍ତୁ ଆମର 3-3ଟା ପ୍ଲଟ୍ ମାନେ 3 ମାଲା ଘର, ଯଦି ଧନ୍ଦା କରିବୁ ତୁ ବି ରାଜ କରିବୁ। ଏମିତି ଆହୁରି ଲୋକ ବି କରୁଛନ୍ତି, ତୁ ବି କର, ପୁରା ଦିଲ ଖୁସିରେ ଚଳିବୁ। ଏଇଭଳିଆ ଜଣେ ନାରୀ ଆଉ ଜଣେ ନାରୀକୁ କହୁଛି ଜୋର ଜବରଦସ୍ତ, ଯଦି ଆମ ଘରେ ଭଡ଼ା ନେଇକି ରହୁଛୁ ତାହେଲେ ତତେ ଧନ୍ଦା କରିବାକୁ ପଡ଼ିବ, ଦେହ ବ୍ୟବସାୟ କରିବାକୁ ପଡ଼ିବ। ମୁଁ ଟଙ୍କା ନେଇ ଆସିଛି ତତେ ଜୋର ଦବ, ଆସି ତୋ ଦେହକୁ ଦାନ ଦେବାକୁ ପଡ଼ିବ ନେତା ମନ୍ତ୍ରୀଙ୍କ ପାଖରେ, ମୋର ଚିହ୍ନା ପରିଚୟ ଅଛି। ଏ କଥା ବି କହୁଛନ୍ତି। ଦିଦି ଟିକେ କହିଦେଲେ ସେ କଣ କହୁଛନ୍ତି କବାଟ ବାଡେଇ କହୁଛନ୍ତି ତତେ ଏତେ ଥର ବୁଝିଲା ପରେ କାହିଁକି ବୁଝୁନୁ, ତୁ ବୁଝିଯା, ମୁଁ ତା ପାଖରୁ ପଇସା ନେଇ ଆସିଛି, ତତେ ଅଧା ପଇସା ଦେବି, ଅଧା ପଇସା ମୁଁ ରଖିବି। କହିଲେ ମୁଁ 1,00,000 ଟଙ୍କା ଆଣିଛି, ଅଧା ପଇସା ତତେ ଦେବି, ଅଧା ପଇସା ମୁଁ ଦେବି। ତତେ ଏତେ ଥର କହିଲା ବେଳେ କାହିଁକି ନା। ଦେଖିଲେ ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି। ଯଦି ପାରୁଛ ତମ ସ୍ତ୍ରୀ ମାନେ ସେ ସ୍ତ୍ରୀ ଅସହାୟ ସ୍ତ୍ରୀ ଲୋକ ତମ ସ୍ତ୍ରୀକି ଭଡ଼ା ଲଗେଇ ଦଉ। ଭୁବନେଶ୍ୱରରେ ରହୁଥିବା ଝିଅମାନେ ଆଉ ଝିଅଙ୍କ ବାପା ମା ମାନଙ୍କୁ ରିକ୍ୱେଷ୍ଟ କରୁଛି, ମାନେ ଯୋଉ ଘରେ ଝିଅକୁ ଛାଡୁଛ ରହିବା ପାଇଁ ଘରର ପୁରା ଡିଟେଲ୍ସ ବୁଝିକି ଛାଡ଼ନ୍ତୁ। କାହିଁକିନା ଏମିତି ଲୋକ ହାବୁଡ଼ରେ ଯଦି ପଡ଼ିଯିବ ଝିଅର ଜୀବନ ନଷ୍ଟ ହୋଇଯିବ। ଅସହାୟ ଲୋକ ବୋଲି ମାନେ ତୁ ଧନ୍ଦା କର। ଏମିତି ଯିଏ ଆଉଥିବ ଘରେ ଭଡ଼ା ନେଇକି ରହିବା ପାଇଁ ସମସ୍ତଙ୍କୁ ତ ଏଇ ପ୍ରୋଗ୍ରାମ ଦେଉଥିବେ। ଆରେ ତମେ ଯଦି ପାରୁଛ ତମେ ସ୍ୱାମୀ ସ୍ତ୍ରୀ ନିଜେ ଭଡ଼ା ଲାଗିଯାଉନୁ। ତମ ପିଲା ଛୁଆ ତମେ ତାଙ୍କୁ ଭଡ଼ା ଲଗେଇଯାଉନୁ। ଅଲଗା ଲୋକ ଅସହାୟ ଲୋକକୁ କାହିଁକି ଏସବୁ ଧନ୍ଦା କରିବାକୁ କହୁଛ? ମୁଁ ଠିକ୍ କହୁଛି କି ଭୁଲ? ଏଇ ଘର ମାଲିକ ନାଁରେ ନିଶ୍ଚୟ ମତେ ମତାମତ ଜଣେଇବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିନ୍ତ କହିବେ। ଆଉ ଏ ଭଉଣୀ କି ନ୍ୟାୟ ମିଳିବା ଦରକାର କି ନାହିଁ ସେ ବିଷୟରେ ବି କମେଣ୍ଟରେ ଲେଖିବେ। ଏମିତିଆ ଘର ମାଲିକ ସହିତ କ'ଣ କରିବା ଉଚିତ ଆପଣ ନିଶ୍ଚିତ କହିବେ। ରହିଲି, ଯଦି ନୂଆ କରି ଭିଡ଼ିଓ ଦେଖୁଥିବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କମେଣ୍ଟ ତ କରିବାକୁ କହିବାକୁ ପଡ଼ିବନି। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।